ଆଜି ବହୁତ ଦିନ ପରେ କ୍ରିକେଟ୍ ଖେଳିବାକୁ ଟିକେ ସାଙ୍ଗ ପାଖକୁ ପଳେଇଥିଲି। ହେଲେ ଚାରିଟାକୁ ଚାରିଟା ମ୍ୟାଚ୍ ହାରିବା ପରେ ଟେନସନ୍ରେ ଜୋର ଭୋକ ଲାଗିଲା। ପାଖରେ କିଛି ଖାଇବାକୁ ନଥିଲା। ସାଙ୍ଗ କହିଲା, ଚାଲ ଆଜି ତୋତେ ଗୋଟେ ଭଲ ଦହିବରା ଆଳୁଦମ୍ ଖୁଆଉଛି। ମୁଁ ଭାବିଲି ଏଇ ସନ୍ଧ୍ୟାରେ ଭଲ ଦହିବରା ଆଳୁଦମ୍। ହେଲେ ସାଙ୍ଗ ନେଇ ପହଞ୍ଚିଗଲା ଗୋଟେ ଭଲ ଦହିବରା ଷ୍ଟଲ୍ ସାମ୍ନାରେ। ମଉସା ଭଲ ଭାବେ ବାଗେଇକି ଦହିବରା, ଘୁଗୁନି, ଆଳୁଦମ୍ ଉପରେ କିଛି ସେଓ ଆଉ ପିଆଜ ପକେଇ ଦେଇ ଆମକୁ ଧରେଇ ଦେଲେ, ଯାହାର ପ୍ରାଇସ୍ ଥିଲା 40 ଟଙ୍କା। ହେଲେ ଦହିବରାର ସୁଟିଂ କରୁଥିବା ବେଳେ ମଉସା ଆମକୁ ଫୁଡ୍ ବ୍ଲଗର୍ ବୋଲି ଭାବିଦେଲେ। ଲୋକ ସିଏ ଭାବିଲା ବୋଧେ ଆମକୁ ଫୁଡ୍ ବ୍ଲଗର୍ ହେଲା। ମୋତେ ବୋଧେ ହେଉଛି ଆଉ ଭାଇ ଆଉ ଯାହା ଦରକାର କହିବ। ମୁଁ କହିଲି କେବେ ବି ପଚାରେନି ହେଲା। ଭାଇ ଫାଷ୍ଟ ଟାଇମ୍ ପଚାରୁଛି ଆଉ କ'ଣ ଦରକାର ଅଛି କହିବ ଆଉ। କାଠ ରାତି ଭାବିକି ମୁଁ ଫୁଡ୍ ବ୍ଲଗର୍ ଆମେ ଭିଡ଼ିଓ କଲେ ନା ହେଲା। ଆମେ ବଢ଼ିଆ ହେଇଥିଲା ମୁଁ ତାକୁ ଟିକେ ପଚାରୁଛନ୍ତି ଯାହା ଯାହା ଦେଉଛନ୍ତି ଟିକେ କହି ଦିଅନ୍ତୁ। ପ୍ରଥମେ ଦିଆ ହେଲା ବରା, ତାପରେ ଘୁଗୁନି ଟିକେ, ତାପରେ ଆଳୁ, ତାପରେ ସେଉ, ପିଆଜ। ଆଉ ତାପରେ ପଚାରୁ ଲୋକେସନ୍ଟା ଟିକେ ଭାଇ। ପ୍ରଥମେ ଆମର ପଳେଇ ଆସିବେ ଆମର BDA କଲୋନୀ ଚନ୍ଦ୍ରଶେଖରପୁର ଆଉ ଠିକ୍ ଦୁର୍ଗା ମଣ୍ଡପ ଆଗରେ ତ କହିବ ଗ୍ୟାରେଣ୍ଟି ପଚାରୁନି। ମଉସାଙ୍କୁ ତ ଏ ବିଷୟରେ କିଛି ପଚାରି ପାରିଲେନି। ହେଲେ ଯାହାକୁ ବି ସନ୍ଧ୍ୟାବେଳେ ଭଲ ଦହିବରା ଆଳୁଦମ୍ ଖାଇବାର ଅଛି, BDA ଦୁର୍ଗା ମଣ୍ଡପ ପାଖରେ 5ରୁ 7 ଭିତରେ ସନ୍ଧ୍ୟାରେ ଆସି ଖାଇପାରିବେ।